ଅଧିକାର ଏବଂ ନ୍ୟାୟ ପାଇଁ ଯେଉଁମାନେ ଲଢ଼ୁଛନ୍ତି ସେଇ ଛାତ୍ରମାନଙ୍କ ସାଥିରେ ଆଲୋଚନା ନ କରିବା କେଉଁ ସୁସ୍ଥ ଗଣତନ୍ତ୍ର ପରିଚୟ ଯାହା ଭାରତୀୟ ଜନତା ପାର୍ଟି ସରକାର ଦିଲ୍ଲୀରେ କରୁଛି। ଏବଂ ଏଇଟା କେଉଁ ମାନସିକତା? ଆଲୋଚନା କରିବା ପରିବର୍ତ୍ତେ ବର୍ବରଚିତ ଆକ୍ରମଣ କରିବା, ତାଙ୍କୁ ପିଟିବା, ମାରିବା, ଲହୁଲୁହାଣ କରିବା, ମୁଣ୍ଡ ଫଟେଇବା, ଜୀବନ ମୃତ୍ୟୁ ସାଥିରେ ବର୍ତ୍ତମାନ ଡାକ୍ତରଖାନାରେ ସେମାନେ ସଂଘର୍ଷ କରୁଛନ୍ତି। ଏଗୁଡ଼ା କ'ଣ ଦେଶଭକ୍ତି? ଏବଂ ସବୁଠାରୁ ବଡ଼ କଥା ହେଉଛି ଜନମତକୁ ଆଧାର କରି ସାରା ଭାରତବର୍ଷର ତଥା ଓଡ଼ିଶାର ଜନସାଧାରଣଙ୍କର ଯେଉଁ ତୀବ୍ର ପ୍ରତିକ୍ରିୟା ତାକୁ ଆଧାର କରି ଯଦି ସରକାରଙ୍କୁ ପ୍ରସ୍ତାବ ଦେବା, ମତାମତ ଦେବା, ଦାବି ରଖିବା, ଏହା କ'ଣ ପାପ? ଏକଥା କରିବା କ'ଣ ଅନ୍ୟାୟ? ଏ କଥା ଯଦି ମାନ୍ୟବର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମଗ୍ର ଦେଶବାସୀଙ୍କ ଆଗରେ ରଖିଲେ, ଭାରତୀୟ ଜନତା ପାର୍ଟି କାହିଁକି ଏତେ ଚିହିଁକି ଉଠିଲା? ଭାରତୀୟ ଜନତା ପାର୍ଟି ଭିତରେ କାହିଁକି ଏତେ ହଡ଼କମ୍ପ ସୃଷ୍ଟି ହେଲା? ଭାରତୀୟ ଜନତା ପାର୍ଟି କାହିଁକି ଭୟଭୀତ ହୋଇଯାଉଛି ଯେତେବେଳେ ମାନ୍ୟବର ନବୀନ ପଟ୍ଟନାୟକ ପ୍ରଶ୍ନ ଉଠାଉଛନ୍ତି? ତେଣୁ ମୁଁ ଆପଣଙ୍କୁ କହି ରଖିବାକୁ ଚାହେଁ, ଏ ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଶ୍ରୀଯୁକ୍ତ ସମ୍ମାନୀୟ ଭର୍ତ୍ତୃହରି ମହତାବ 12 ଜଣ ଏମ୍ପିଙ୍କ ସମେତ ସେ ଏକ ପ୍ରେସ୍ କନଫରେନ୍ସ ଆଜି ଦିଲ୍ଲୀରେ କରିଛନ୍ତି। ସେଥିରେ ସେ ବିଭିନ୍ନ କଥା ଉଠାଇଛନ୍ତି। ବିଶେଷ କରି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଯେଉଁ ଦୃଢ଼ ଯୁକ୍ତି ଏବଂ ସମର୍ଥନ ଭାରତବର୍ଷର ଛାତ୍ର ସମାଜକୁ, ଯେଉଁମାନଙ୍କର ଭବିଷ୍ୟତ ନଷ୍ଟ ହୋଇଯାଉଛି, ଯେଉଁମାନଙ୍କର ଭବିଷ୍ୟତ ଅନ୍ଧକାର ହେଉଛି ଏବଂ ଯେତେବେଳେ ସେମାନଙ୍କ ଉପରେ ଆକ୍ରମଣ ହେଉଛି ଅଗଣତାନ୍ତ୍ରିକ ପଦ୍ଧତିରେ, ସେ କଥାକୁ ଯେତେବେଳେ ଦୃଢ଼ ଭାବରେ ଉଠାଇଲେ, ସେତେବେଳେ ଭାରତୀୟ ଜନତା ପାର୍ଟିର ଏମ୍ପି ମାନେ ଏବଂ ଭର୍ତ୍ତୃହରି ମହତାବ ମାନ୍ୟବର ସାଂସଦ ଆଜି ହଡ଼ବଡ଼େଇ ଯାଇଛନ୍ତି, ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ଉକ୍ତି ରଖୁଛନ୍ତି, କଟୁକ୍ତି ମଧ୍ୟ କରୁଛନ୍ତି। ମୁଁ ତାଙ୍କୁ ଏଠି ଜଣାଇ ଦେବାକୁ ଚାହେଁ ଯେ ସିଏ କହୁଛନ୍ତି ଯେ ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଦେଶଦ୍ରୋହୀ। ମୁଁ ତାଙ୍କୁ ପଚାରିବାକୁ ଚାହେଁ, ଦେଶଦ୍ରୋହୀଙ୍କୁ ଦୀର୍ଘଦିନ ଧରି ଆନ୍ଦୋଳନ ଅନଶନ ଚଳାଇ ରଖିବାକୁ ଅନୁମତି କିଏ ଦେଇଛି? ଏବଂ ଯେତେବେଳେ ଆନ୍ଦୋଳନ ତୀବ୍ରତର ହେଲା ସମଗ୍ର ଭାରତବର୍ଷରେ, ସେହି ଦେଶଦ୍ରୋହୀମାନଙ୍କୁ ଡାକିକି ଆଲୋଚନା କିଏ କରିଛି? କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଯେଉଁ ଆଲୋଚନା କରୁଛନ୍ତି, ତାହେଲେ ଦେଶଦ୍ରୋହୀମାନଙ୍କ ସାଥିରେ ଆଲୋଚନା କରୁଛନ୍ତି। ଏବଂ ସେ କହିଲେ ଯେ କୌଣସି ନ୍ୟାୟସଙ୍ଗତ ଯୁକ୍ତି ଉପସ୍ଥାପନ କରିବା ବା ଆନ୍ଦୋଳନ କରିବା ଠିକ୍ କଥା ନୁହେଁ। ତାହେଲେ ସେ କ'ଣ ଇତିହାସକୁ ଭୁଲିଗଲେ? ଭାରତବର୍ଷର ସ୍ୱାଧୀନତା ସଂଗ୍ରାମ ହେଉ, ଭାରତବର୍ଷରେ ବିଭିନ୍ନ ସମୟରେ ବିଭିନ୍ନ ସରକାର ବିରୁଦ୍ଧରେ ଆନ୍ଦୋଳନ ହେଉ, ଏସବୁ କ'ଣ ଅଗଣତାନ୍ତ୍ରିକ ଥିଲା ବା ଅଗଣତାନ୍ତ୍ରିକ ଅଛି? ଏବଂ ସବୁଠାରୁ ଗୋଟେ ବଡ଼ କଥା ସେ ଉଠାଇଛନ୍ତି, 2015ରୁ 2023 ଭିତରେ ଓଡ଼ିଶାରେ ଅନେକ ଥର ପେପର ଲିକ୍ ହେଇଛି, କୋଶ୍ଚିନ୍ ଲିକ୍ ହେଇଛି। ସେ ଜାଣି ରଖିବା ଉଚିତ, ସେ ଏଇ ଦଳରୁ, ବିଜୁ ଜନତା ଦଳରୁ ସିଏ 6 ଥର ଏମ୍ପି ହେଇକି ଯାଇଛନ୍ତି। 6 ଥର ଏମ୍ପି ହେଇକି ଯାଇଛନ୍ତି। ଏବଂ ତାଙ୍କ ସମୟରେ ଯେତେବେଳେ ଆମ ଦଳରେ ଥିଲେ ସେତେବେଳେ ଏ କଥା ଉଠାଇଥିଲେ। ଏବଂ ସେ 2015ରୁ 2023ରେ କେଉଁ ଦଳରେ ଥିଲେ? ତେଣୁ ମୁଁ ତାଙ୍କୁ ପ୍ରଶ୍ନ ପଚାରୁଛି, ଆପଣ କେଉଁ ଦଳରେ ଥିଲେ? ଆପଣଙ୍କର ନେତା କିଏ ଥିଲେ? ଯଦି ସେତେବେଳେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା ଏବଂ ତାକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, ଆପଣ ଦେଖିଥିବେ ବାହାରୁ ଯାଇକି ମୋତେ ଆରେଷ୍ଟ କରିକି ଅଣାଯାଇଥିଲା ବାଲେଶ୍ୱର ପେପର ଲିକ୍ ଉପରେ। ଆପଣ କେତେଥର ପ୍ରଶ୍ନ ପଚାରିଥିଲେ ବା କେତେଥର ଦଳ ଭିତରେ ଆଲୋଚନା କରିଥିଲେ ବା ପବ୍ଲିକରେ ଆଲୋଚନା କରିଥିଲେ? ମୋର ଆପଣ ସିଧା ସିଧା ପ୍ରଶ୍ନଟିଏ, ଦଳ ବଦଳ କଲ, ଠିକ୍ ଅଛି, ଏମ୍ପି ହେଲ, କିନ୍ତୁ ଦଳ ବଦଳିଲେ କ'ଣ ଇତିହାସ ବଦଳିଯାଏ?
ବର୍ତ୍ତମାନ ପ୍ରଶ୍ନ ହେଉଛି ଦଳ ବଦଳିଲେ କ'ଣ ଇତିହାସ ବଦଳି ଯାଏ? ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ଭାରତ ବର୍ଷର ଇତିହାସକୁ ବଦଳିବାକୁ ଚେଷ୍ଟା କରିଛି। ପାଠ୍ୟ ପୁସ୍ତକରେ ସେ କଥାକୁ ବର୍ତ୍ତମାନ କିଛି କାଟୁଛନ୍ତି, କିଛି ନୂଆ କଥା ପୁରଉଛନ୍ତି ଯାହା ଭାରତବର୍ଷରେ ଘଟିଥିଲା କି ନ ଘଟିଥିଲା ତା କେହି କହିପାରିବେନି, କିନ୍ତୁ ଘଟିନଥିଲା ବୋଲି ଆମେ ଜାଣୁ। ଇତିହାସକୁ ବଦଳି ଦେବାର ଯେଉଁ ପରାକ୍ରମ ଆପଣ ଦେଖାଉଛନ୍ତି, ଯେଉଁ ଦଳ, ସେଇ ଦଳରେ ଆପଣ ସାମିଲ ହେଇଛନ୍ତି, ମନେ ରଖନ୍ତୁ ଇତିହାସ ବଦଳିବନି, ଆପଣ ଦଳ ବଦଳି ଦେଇପାରନ୍ତି। ଅବଶ୍ୟ ଦଳରେ ଥିଲାବେଳେ ବୁଲେଇ ବଙ୍କି ବେଳେବେଳେ କାଁ ଭାଁ କିଛି କଥା କହୁଥିଲେ ଆଉ ପ୍ରମୁଖ ସ୍ଥାନରେ ରହୁଥିଲେ। ଏବେ ଭାରତୀୟ ଜନତା ପାର୍ଟିରେ ଅଛ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ କ୍ରିକେଟ ମ୍ୟାଚ୍ ହେଉଛି, କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଉଛି ପ୍ରତିବର୍ଷ। ବର୍ତ୍ତମାନ ତ ଭାରତୀୟ ଜନତା ପାର୍ଟି ସରକାର 2014ରୁ 2026 ଭିତରେ ଆପଣ ଦେଖିବେ 99 ଥର ପେପର ଲିକ୍ ହେଲାଣି, କୋଶ୍ଚିନ୍ ଲିକ୍ ହେଲାଣି, ପେପର ଲିକ୍ ହେଲାଣି। ଇଏ ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଜାଗାରେ ଇଣ୍ଡିଆନ୍ ପେପର ଲିକ୍ ସରକାର ହେଇଗଲାଣି। ତେଣୁ ଇଣ୍ଡିଆନ୍ ପେପର ଲିକ୍ ସରକାରରେ ଆପଣ ଥରଟିଏ ବୁଲେଇ ବଙ୍କିକି କହିଦିଅନ୍ତେ ଯଦି, ତାହେଲେ ଆମେ ଜାଣନ୍ତୁ ଆପଣଙ୍କର ପାରିବାର ପଣିଆ ଅଛି। ଜଣାପଡ଼ନ୍ତା ଆପଣ ଗୋଟେ ଫ୍ରିଡ଼ମ୍ ଅଫ୍ ସ୍ପିଚ୍ ବା ମୁକ୍ତ ବିଚାରଧାରା ବା ଫ୍ରିଡ଼ମ୍ ଅଫ୍ ସ୍ପିଚ୍ ଦେଶରେ ଆପଣ ଅଛନ୍ତି। ସେ କଥା କରିବାର ସାହସ ଆପଣଙ୍କର ନାହିଁ। ଜଣାପଡ଼ନ୍ତା ଦେଶଭକ୍ତି ଦଳରେ ଆପଣ ଅଛନ୍ତି। ଜଣାପଡ଼ନ୍ତା ଆପଣ ଗଣତାନ୍ତ୍ରିକ ଦଳରେ ଅଛନ୍ତି। ଯଦି ଆପଣ ନ କହିପାରିବେ ଆପଣ ଏକ ଏକଛତ୍ରବାଦୀ ଦଳରେ ଅଛନ୍ତି, ଯାହାକୁ ସାରା ଭାରତବର୍ଷ ବର୍ତ୍ତମାନ ବିରୋଧ କରୁଛି। ଆପଣ ପୁଣି ପଚାରିଛନ୍ତି ଯେ ନବୀନ ବାବୁଙ୍କ ଅମଳରେ କେତେଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ ବା ଇସ୍ତଫା ନିଆଯାଇଥିଲା। ଆପଣ ଏ ଦଳରେ ଥିଲେ, ଆପଣ ଜାଣନ୍ତି କେତେ ମନ୍ତ୍ରୀ ବିଭିନ୍ନ କାରଣ ଯୋଗୁଁ ଇସ୍ତଫା ଦେଇଥିଲେ ବା ଇସ୍ତଫା ପତ୍ର ନିଆଯାଇଥିଲା, ଯାହାକି ଭାରତବର୍ଷରେ ଗୋଟେ ଅଦ୍ୱିତୀୟ ରେକର୍ଡ। ଭୁଲ କଲେ ସେମାନେ ମନ୍ତ୍ରିମଣ୍ଡଳ ଇସ୍ତଫା ଦେଉଥିଲେ। କିନ୍ତୁ ଭାରତୀୟ ଜନତା ପାର୍ଟି ସରକାରର ଗୋଟେ ଇତିହାସ ଅଛି, ମଣିଷ ମାରିଦେଲେ ମଧ୍ୟ, ଗାଡ଼ି ଚଢ଼େଇକି ମାରିଦେଲେ ମଧ୍ୟ, ଆପଣଙ୍କର ଲକ୍ଷ ଲକ୍ଷ କୋଟି କୋଟି ପିଲାଙ୍କର ଭବିଷ୍ୟତ ସେଥିରେ ଖେଳ ଖେଳିଦେଲେ ମଧ୍ୟ ଇସ୍ତଫା ଦେବାର ନାଁ ଗନ୍ଧ ଧରିବେନି ଆପଣଙ୍କ ସରକାର। ତେଣୁ ଗୋଦରିଲ ଗୋଡ଼ ତଳକୁ ଅନା। ତେଣୁ ଆଜି ଆଉ ଗୋଟେ ପ୍ରଶ୍ନ ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ। ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ 2500 2500ରୁ ଉର୍ଦ୍ଧ୍ୱ ତ୍ରୁଟି ଦେଖାଦେଇଛି। ଆପଣ ପାଟି ଖୋଲିଛନ୍ତି? ଯେଉଁ ଏମ୍ପି ମାନେ ଆଜି ବସିକି ପ୍ରେସ୍ କନଫରେନ୍ସ କରୁଥିଲେ ଦିଲ୍ଲୀରେ, ତାଙ୍କର ଅବସ୍ଥା ବର୍ତ୍ତମାନ ବହୁତ ଢିଲା ହୋଇଯାଇଛି। କଭର ଅପ୍ କରିବାକୁ ଚାହୁଁଛନ୍ତି। ଯେତେ ଚେଷ୍ଟା କଲେ ମଧ୍ୟ ଲୋକଙ୍କ ମନରୁ ଯାଉନାହିଁ। ତୀବ୍ର ବେଗରେ ଲୋକଙ୍କ ଭିତରେ ଅଶାନ୍ତି, ଅସନ୍ତୋଷ, କ୍ରୋଧ ବର୍ତ୍ତମାନ ବ୍ୟାପି ଯାଇଛି। ଆପଣଙ୍କର ଯେଉଁ 2500ରୁ ଉର୍ଦ୍ଧ୍ୱ ତ୍ରୁଟି ହେଇଛି, କେବେ ଆପଣ ପଦେ କହିଛନ୍ତି? ପବ୍ଲିକରେ କହନ୍ତୁ କି ଦଳ ଭିତରେ କୁହନ୍ତୁ, ଥରଟିଏ ଗୋଟେ ସେକେଣ୍ଡ ବି କହିଛନ୍ତି ନାହିଁ। ତେଣୁ ମୋର ଆପଣଙ୍କ ଅନୁରୋଧ, ଆପଣ ପାଟି ଖୋଲନ୍ତୁ। ପାଟି ଖୋଲିଲେ ଆମେ ଜାଣିବୁ ଆପଣଙ୍କର ସାହସ ଅଛି। କିନ୍ତୁ ଯେଉଁ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆପଣ ଏତେ ବର୍ଷ ଧରି କାମ କରିଥିଲେ, ବାରମ୍ବାର ନିର୍ବାଚିତ ଯାଇଥିଲେ, ହୁଏତ ଭାରତୀୟ ଜନତା ପାର୍ଟି ସରକାରର ଚାପରେ ହେଉ କି ଆପଣଙ୍କର କୌଣସି ଲାଳସାରେ ହେଉ, କିଏ ମନ୍ତ୍ରୀରୁ ଯିବ, ସେ ମନ୍ତ୍ରୀ ପଦର ଭାଗ ଆପଣଙ୍କ ପାଖରେ ପଡ଼ିବାର ଲାଳସାରେ ହେଉ, ଅନ୍ତତଃ ଆପଣ ଇତିହାସର ନେତୃତ୍ୱକୁ ଏଭଳି ଅସମ୍ମାନ କରିବା ଠିକ୍ ହେଇନାହିଁ। ଆପଣ ନିଜେ ହାସ୍ୟାସ୍ପଦ ହେଉଛନ୍ତି। ଦୟାକରି ଏଥିରୁ କ୍ଷାନ୍ତ ରୁହନ୍ତୁ। ବିଜୁ ଜନତା ଦଳ ବିରୋଧ କରିବ ନେଇକି ବିଭିନ୍ନ ସ୍ଥାନରେ। ବିଜୁ ଜନତା ଦଳ ବହିର ତ୍ରୁଟି ଯୋଗୁଁ ନେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛନ୍ତି ଏବଂ ମାନ୍ୟବର ନବୀନ ପଟ୍ଟନାୟକ ବର୍ତ୍ତମାନ ଯେଉଁ ଦେଶର ପରିସ୍ଥିତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳ ତା'ର ଛାତ୍ର, ତା'ର ଯୁବ ଶାଖା ହୁଅନ୍ତୁ ଏବଂ ଦଳ ମଧ୍ୟ ରାସ୍ତାକୁ ଓହ୍ଲେଇଛି, ଲୋକଙ୍କ ସାଥିରେ ଅଛି, ଲୋକଙ୍କ ସାଥିରେ ରହିବ, ଅନ୍ୟାୟ ବିରୁଦ୍ଧରେ ଲଢ଼ିବ, ଅଗଣତାନ୍ତ୍ରିକ ପଦ୍ଧତି ବିରୁଦ୍ଧରେ ଲଢ଼ିବ,
ବର୍ବରିଚିତ କାଣ୍ଡ କାରଖାନା ଆକ୍ରମଣ ବିରୁଦ୍ଧରେ ଲଢ଼ିବ। ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପର୍ଯ୍ୟନ୍ତ ଏ ଲଢ଼େଇ ଚାଲିବ। ସବୁଠି